जगा भाई कଳି ଯୁଗରେ କାହିଁକି ଜଣେ ଦୁଷ୍ଟ ଏବଂ ପାପୀ ପାଖରେ ଏତେ ଧନ ସମ୍ପତ୍ତି ଓ ସୁଖ ରୁହେ କିନ୍ତୁ ଜଣେ ଧର୍ମୀ ଓ ସଚ୍ଚୋଟ ବ୍ୟକ୍ତି ସବୁବେଳେ କଷ୍ଟ ଭୋଗେ। ଶୁଣ ସୁଭଦ୍ରା, ସୃଷ୍ଟିର ଆରମ୍ଭରେ ବ୍ରହ୍ମାଦେବ ପ୍ରଥମେ ଲେଖିଲେ ସତ୍ୟ ଯୁଗ। ଏହା ଥିଲା ସୁନାର ଯୁଗ, ଯେଉଁଠାରେ ଧର୍ମ ନିଜର ଚାରୋଟି ପାଦରେ ଠିଆ ହୋଇଥିଲା। ଏହାପରେ ସେ ଲେଖିଲେ ତ୍ରେତୟ ଯୁଗ, ଯେଉଁଠାରେ ଧର୍ମର ପ୍ରଭାବ ଟିକେ କମିବାକୁ ଆରମ୍ଭ ହେଲା। ପରେ ଆସିଲା ଦ୍ୱାପର ଯୁଗ, ଯେଉଁ ସମୟରେ ପୁଣ୍ୟ ଏବଂ ପାପ ମଧ୍ୟରେ ସନ୍ତୁଳନ ଟଳମଳ ହେବାକୁ ଲାଗିଲା। ଏହାପରେ ବ୍ରହ୍ମାଦେବ ଯେତେବେଳେ ନିଜ କଳିଯୁଗର ନାମ ଲେଖିବାକୁ ଆରମ୍ଭ କଲେ, ସାରା ବ୍ରହ୍ମାଣ୍ଡ ଥରି ଉଠିଲା। ଅନ୍ଧକାରରୁ ଏକ ବିକରାଳ ରୂପ ଜନ୍ମ ନେଲା। ତାର ଶରୀର ଥିଲା ଅମାବାସ୍ୟା ରାତିଠାରୁ ଅଧିକ କଳା। ସେ ନିଜର ଜିଭକୁ ନିଜ ହାତରେ ମୁଠାଇ ଧରିଥିଲା। ସେ ବ୍ରହ୍ମାଙ୍କ ସାମ୍ନାରେ ଠିଆ ହୋଇ ନିଜର ନିୟମ ଶୁଣାଇଲା। ମୋ ଯୁଗରେ ଯିଏ ଠକିବ, କୁକର୍ମ କରିବ, ସେ ବ୍ୟକ୍ତି ହିଁ ସଫଳ ହେବ।